27 ତାରିଖରେ ଶ୍ରୀ ବଳଭଦ୍ର ଜନ୍ମ ଗହ୍ମା ପର୍ବ ଓ ରାକ୍ଷୀ ବନ୍ଧନ ଲେଖାଯାଇଅଛି। କିନ୍ତୁ 28 ତାରିଖ ଦିନ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ଓ ରାକ୍ଷୀ ଲାଗି ସ୍ଥାନିତ ହୋଇଅଛି, ଯାହାକି କିଛି ଲୋକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଛି। ପ୍ରକୃତ ପକ୍ଷରେ ବଳଭଦ୍ର ଜନ୍ମ 27 ଅଗଷ୍ଟ ଦିନ ହେବା ଉଚିତ, ଗୁରୁବାର ଦିନ ହେବା ଉଚିତ, କାରଣ ବଳଭଦ୍ର ଜନ୍ମ ମଧ୍ୟାହ୍ନ ସମୟରେ ହୋଇଥିଲା ଏବଂ ଜଗନ୍ନାଥଙ୍କର ସମସ୍ତ ପର୍ବପର୍ବାଣୀ ସୂର୍ଯ୍ୟ ଉଦୟକୁ ନେଇ କରାଯାଏ। ତେଣୁକରି ବଳଭଦ୍ର ଜନ୍ମ କର୍ମକାଳକୁ ନେଇ କରାଯାଇଛି ଓ ବଳଭଦ୍ର ଜନ୍ମ 27 ଅଗଷ୍ଟ ଗୁରୁବାର ଦିନ ନିଶ୍ଚିତ ଭାବେ ପାଳନ କରାଯିବା ଉଚିତ। ଏବଂ ଯେହେତୁ ସୂର୍ଯ୍ୟ ଉଦୟକୁ ନେଇ ଜଗନ୍ନାଥଙ୍କର ପର୍ବ କରାଯାଏ, ତେଣୁ ଏବେ ମଧ୍ୟ ଆମେ ରଥଯାତ୍ରାରେ ସେୟା କହିଥିଲୁ, ସ୍କନ୍ଦ ପୁରାଣ ଅନୁଯାୟୀ ସମସ୍ତ ଯାତ୍ରା ଜଗନ୍ନାଥଙ୍କର ସୂର୍ଯ୍ୟ ଉଦୟକୁ ନେଇ କରାଯାଉଅଛି। ଏବଂ ବର୍ତ୍ତମାନ ଏହି ଦ୍ୱନ୍ଦ୍ୱ ସମାଧାନ କରିବା ପାଇଁ ଆମେ ସମସ୍ତଙ୍କୁ ଜଣାଇ ଦିଆଯାଉଛି, ସମସ୍ତ ଜାଗାରେ ବଳଭଦ୍ର ଜନ୍ମ 27 ଅଗଷ୍ଟ ଗୁରୁବାର ଦିନ ପାଳନ କରାଯିବ ଓ ଶ୍ରୀମନ୍ଦିରରେ କେବଳ 28 ଅଗଷ୍ଟ ଶୁକ୍ରବାର ଦିନ ପାଳନ କରାଯିବ। ଏହା ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି।